ସକାଳୁ ସବୁ କାମ ସାରିକି ଏଠି ପରିବା କାଟୁଥିଲି। ଆଉ ପରିବା କାଟାକାଟି କରିକି ରଖିଦେଇକି ତାପରେ ବହୁତ ଦିନ ଚୁଟିରେ ତେଲ ଲଗେଇନଥିଲି, ଲଗେଇଦେଲି। ଏବେ ବହୁତ ସାରା ହେୟାର ଫଲ୍ ହେଉଛି। ତାପରେ ଗାଧେଇକି ପଳେଇ ଆସିଲି। ଆଉ ରାତିରେ ଟିକେ ମଟର ତରକାରୀ ଥିଲା, ତାକୁ ଟିକେ ଗରମ କରିକି ମୁଢ଼ି ପିଆଜ ପକେଇକି ଟିକେ ଖାଇଦେଲି। ଆଉ ଏମିତି ଆପଣମାନେ ଖାଆନ୍ତି ନା ନାହିଁ? ମୋତେ ତ ବହୁତ ଭଲ ଲାଗେ। ଆଉ ଆଜି ଟିକେ ମିକ୍ସ ଡାଲିର ଗୋଟେ ଡାଲମା ବନେଇବି ଭାବିଲି, ତ ମୁଗ ଡାଲିକି ଆଗ ଭାଜିଦେଲି। ତାପରେ ଏଠି ହରଡ଼ ମୁଗ ଆଉ ଟିକେ ମସୁର ଡାଲି ନେଇଛି, ସବୁ ପରିବାକୁ ଦେଇଦେଲି ପ୍ରେସର କୁକରରେ। ଆଉ ଡାଲିକି ଧୋଇକି ଲୁଣ ହଳଦୀ ଦେଇଦେଲି, ପାଣି ଦେଇଦେଲି। ଡାଲମା ବସାଇବା ପାଇଁ ତାପରେ ଟମାଟୋ ଟିକେ ଫ୍ରିଜ୍ରୁ ଆଣିବାକୁ ଗଲାବେଳକୁ ଘର ସାରା ଆଜି ପାଣି। ମଣିଷ ଆଜି ବହୁତ ହଇରାଣ ହେଲା। ତ ୱାସିଂ ମେସିନ୍ର ଡ୍ରେନ୍ ପାଇପ୍ଟା ବାହାରକୁ ପଳେଇ ଆସିଥିଲା, ତ ପାଣି ପୁରା ଘର ସାରା। ତାପରେ ତାକୁ ପୋଛାପୋଛି ସାରି ଗୋଟେ ଡାଲମା ବସେଇଦେଲି। ଆଉ ଭାତ ପାଣି ଗରମ ହେଇଯାଇଥିଲା, ତାପରେ ଚାଉଳକୁ ଧୋଇକି ଏଠି ଚାଉଳ ପକେଇଦେଲି। ତ ଭାତ ବସେଇ ଦେଇକି ତାପରେ ଭୋକ ଲାଗିଥିଲା, ମୁଁ ଭାବିଲି ଆଉ ଟିକେ କ'ଣ ଖାଇବି। ବହୁତ ଦିନ ଦୁଇ ଚାରି ଦିନ ହେବ ହଜବେଣ୍ଡ ଭଣ୍ଡା ଗୋଟେ ଆଣିଥିଲେ। ସବୁଦିନ ପଚାରୁଛନ୍ତି ଖାଇଲେ ନା ନାହିଁ। ଆକ୍ଚୁଆଲି ମୋର ମନେ ହିଁ ପଡ଼ୁନି କାମ ବ୍ୟସ୍ତରେ। ତ ଫାଇନାଲି ଆଜି ତାକୁ କାଟିଲି। ଆଉ ବହୁତ ମିଠା ଥିଲା, ଆଉ ବଡ଼ ସାଇଜ୍ର ଭଣ୍ଡାଟା ଥିଲା, ତ ଅଳ୍ପ ଟିକେ କାଟିଥିଲି। ତା ଦେହରୁ ମୁଁ ଅଳ୍ପ ଖାଇକି ହଜବେଣ୍ଡଙ୍କ ଲାଗି 2 ପିସ୍ ରଖିଦେଲି। ତାପରେ ଏଠି ଟିକେ ଜିରା ଲଙ୍କା ଗୁଣ୍ଡ କରିବାର ଥିଲା, ତ ଭାବିଲି ଧନିଆ ବି ଆସିଥିଲା, ଗୋଟା ଧନିଆ, ତ ତାକୁ ବି ଗୁଣ୍ଡ କରିଦେବି। ତ ତାକୁ ସବୁ ଆଗ ଫାଷ୍ଟ ଭାଜିଦେଲି। ତାପରେ ତାକୁ ସବୁ ଗୁଣ୍ଡ କରିକି ମୋର ଏଇ ଟିକେ ଟିକେ ଛୋଟ ଛୋଟ କୁନି କୁନି ଡବା ଅଛି, ତା ଦେହରେ ସବୁ ପ୍ୟାକ୍ କରିକି ରଖିଦେଲି। ଆଉ ହଜବେଣ୍ଡଙ୍କର ତ ପୁରା ଫେଭରେଟ୍ ଜିରା ଲଙ୍କା ଗୁଣ୍ଡ। ଆଉ ମୁଁ ତ ଯେବେ ବି ଜିରା ଲଙ୍କା ଗୁଣ୍ଡ କରେ ଏତେ ଛିଙ୍କ ହୁଏ କୁହନ୍ତୁନି। ଆପଣମାନଙ୍କର ଏମିତି ହୁଏ ନା ନାହିଁ କମେଣ୍ଟରେ ଜଣାଇବେ। ତାପରେ ଏପଟେ ଡାଲମା ବଘାରିବା ପାଇଁ ତେଲ ଦେଇକି ପଞ୍ଚଫୁଟଣ ଆଉ ଶୁଖିଲା ଲଙ୍କା ଭୃଷଙ୍ଗ ପତ୍ର ପିଆଜ ଦେଇଦେଲି। ଆଉ ତାପରେ ଯେଉଁ ଡାଲମାରେ ଯେଉଁ ଟମାଟୋଟା ଥିଲା ତାକୁ ଦେଇକି ତାକୁ ଟିକେ ଗୁଣ୍ଡ କରିଦେଲି। ତାପରେ ଯେଉଁ ଡାଲମା ସିଝେଇକି ରଖିଥିଲି ପରିବାଟା ତାକୁ ଦେଇକି ଏପଟ ସେପଟ ଟିକେ କରିଦେଲି। ଆଉ ଯେଉଁ ଏବେ ଜିରା ଲଙ୍କା ଗୁଣ୍ଡ କରିଥିଲି ତାକୁ ଟିକେ ଦେଇଦେଲି। ଲାଷ୍ଟକୁ ଜିରା ଲଙ୍କା ଗୁଣ୍ଡ ଦେଇଦେଲି। ତ ଡାଲମା ଆମର ରେଡ଼ି ହେଇଗଲା। ଆଉ ଫାଷ୍ଟ ଟାଇମ୍ ବନେଇଥିଲି ଏମିତି ମିକ୍ସ ଡାଲିର ଡାଲମା, ବହୁତ ଟେଷ୍ଟି ହେଇଥିଲା। ଆପଣମାନେ ଥରେ ଟ୍ରାଏ କରିବେ। ତାପରେ ଆଜି ଏଠି ମଞ୍ଜା କାଟିଥିଲି, ମଞ୍ଜାକୁ ଟିକେ ହଳଦୀ ପାଣିରେ ପକେଇକି ରଖିଦେଇଥିଲି। ଆଉ ଏଠି କଦଳୀ କାଟିଥିଲି, ଆଜି ପିଠଉ ବନେଇବାର ଥିଲା, ଆଉ ଭାତ ସାଙ୍ଗରେ ଖାଇବା ପାଇଁ। ଆଉ ଏତେ ଟେଷ୍ଟି ଲାଗିଲା, ଫାଷ୍ଟ ଥର ବନେଇଥିଲି ବି ମଞ୍ଜା ପିଠଉ। ତ ଆର ରେସିପି ମୁଁ ଅପଲୋଡ଼ କରିବି। ତାପରେ ଏତେ ଟେଷ୍ଟି ହେଇଥିଲା ଯେ ଭାତ ସାଙ୍ଗରେ କ'ଣ ଖାଇବ, ଆମେ ତାକୁ ଖାଲି ପାଟିରେ ବସିକି ଖାଇ ଦେଇଥିଲୁ। ତାପରେ ପିଠଉ ହେଲା ପରେ ହଜବେଣ୍ଡ ବି ପଳେଇ ଆସିଥିଲେ। ତାପରେ ଏପଟେ କଦଳୀ ବି ତାକୁ ଟିକେ ସିଝେଇ ଦେଇଥିଲି, ତାକୁ ବି ପିଠଉ ବନେଇବାର ଥିଲା। ଆଉ ଏଠି ମଞ୍ଜାକୁ ବି ସରୁ ସରୁ କାଟିଥିଲି, ତାର ଗୋଟେ ପିଆଜ ହେରିକା ପକେଇକି ବନେଇବି ବୋଲି। ତାପରେ ନେଇକି ତାପରେ ଏଠି ବସିକି ଆମେ ପିଠଉ ଖାଉଥିଲୁ। ଆଉ ଭାବିଲୁ ପଛରେ ଭାତ ଖାଇବୁ, ପୁଣି ଭାବିଲୁ ଆଉ ଭୋକ ହେବନି, ତ ଆଣିକି ଅଳ୍ପ ଯୋଟେ ଭାତ ଆଉ ଆଚାର ଲଗେଇକି ଖାଇଦେଲୁ। ତାପରେ ଏତେ ଜୋରେ ବର୍ଷା ପବନ ଆଜି ଆସିଥିଲା 3ଟା 4ଟା ବେଳକୁ। ତ ବସିକି ବାହାରେ ବସିଥିଲୁ, ସେମିତି ବର୍ଷା ଛାଡ଼ିଲା ପରେ ଟିକେ ବସିକି ଦୁଆରେ ବର୍ଷା ଦେଖୁଥିଲୁ। ତାପରେ ବର୍ଷା ଛାଡ଼ିଲା ପରେ ଗରମା ଗରମ ଚାହା ଟିକେ ବନେଇଦେଲି। ପାଗକୁ ତ ଚାହା ନିହାତି ଦରକାର। ତାପରେ ବାହାରକୁ ପଳେଇ ଆସିଥିଲୁ, ଏତେ ସୁନ୍ଦର ଲାଗୁଥିଲା, ପୁରା ଥଣ୍ଡା ଥଣ୍ଡା ପବନ ଦେଉଥିଲା। ଆଉ ସବୁଆଡ଼େ ପୁରା ଗ୍ରୀନେରୀ ଗ୍ରୀନେରୀ ଦେଖାଯାଉଥିଲା। ତ ତାପରେ ବାହାରେ ବସିକି ହଜବେଣ୍ଡଙ୍କର ମୋର ଟିକେ ଚାହା ପିଇଦେଲୁ। ତ ଆଜିର ବ୍ଲଗ୍ ଥିଲା ଏତିକି। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।